ପୌଷ ମାସର ଦିନ 12 ବାଜିଥାଏ। ଝରକା ତାଙ୍କରେ ଦେଖିଲି ହଲକା ଖରାରେ ଜଣେ ସ୍ତ୍ରୀ ଲୋକ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧି ମୋ ଘର ଆଡ଼କୁ ଚାଲି ଆସୁଥାଏ। ଯେମିତି ମୋ ହାଇ ସ୍କୁଲ ବେଳର ସାହିତ୍ୟ ଦିଦିଙ୍କ ଭଳି ଜଣା ପଡ଼ୁଥାଏ। ମୁଁ ଟେବୁଲ ଉପରେ ବସି ମୋର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। କାହାଣୀଟି ଆରମ୍ଭ କରିବା ପୂର୍ବରୁ ମୁଁ ଟିକେ ମୋ ବିଷୟରେ କହି ରଖୁଛି। ମୋ ନାଁ ଆୟୁଷନ। ମୋ ଘର ଜଳେଶ୍ୱର ବାଲେଶ୍ୱର। ବୟସ 21 ସହିତ ଠିକର ବି ମସ୍ତ ବନେଇଛି। ମୋ ପଛରେ ଟୋକିମାନେ ପାଗଳ ହୋଇଯାନ୍ତି। ମୋର ଗ୍ରାଜୁଏସନ ଶେଷ କରି ଏବେ ଜବ ପାଇଁ ରେଡି ହେଉଛି। ତେବେ ଚାଲନ୍ତୁ ଆଉ ବିଳମ୍ବ ନ କରି ସିଧା ଷ୍ଟୋରୀ ଉପରକୁ ଯିବା। ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଥିବା ମହିଳାଙ୍କୁ ଚାହୁଁ ଚାହୁଁ ମୋ ଘର ଆଗରେ କଲି ବେଲ ବାଜିବାର ଶବ୍ଦ ଶୁଭିଲା। ମୁଁ ଯାଇ କବାଟ ଖୋଲି ଦେଖେ ତ ସାମ୍ନାରେ ମୋ ହାଇ ସ୍କୁଲ ସାହିତ୍ୟ ଦିଦି ରେଖା ଠିଆ ହୋଇଛନ୍ତି। ଗୋଲାପୀ ଶାଢ଼ୀ ଆଉ କଳା ବ୍ଲାଉଜ ପିନ୍ଧି ପୁରା ହଟ ଲାଗୁଥିଲେ। ପୂର୍ବ ଅପେକ୍ଷା ସେ ଏବେ ବହୁତ ସୁନ୍ଦର ଦିଶୁଲେ। ଆଉ ବ୍ଲାଉଜ ଭିତରୁ 36 ସାଇଜ ଥିବା ଦୁଧ ମଧ୍ୟରେ ଥିବା ଫାଙ୍କଟା ମୋତେ ସ୍ପଷ୍ଟ ଦେଖାଯାଉଥିଲା। ପ୍ରଥମେ ସେ ଆସିବାର ଉଦ୍ଦେଶ୍ୟ କିଛି ଜାଣି ହେଲାନି। ତାଙ୍କୁ ଦେଖ ଗୋଟେ ନମସ୍କାର ପକେଇଲି ଆଉ କହିଲି, ମୁଁ ନମସ୍କାର ମ୍ୟାମ୍, ଆପଣ ମୋ ପାଖରେ ହଠାତ୍? ସେ ହଁ କିଛି କାମ ଅଛି, ଚାଲ ବସି କଥା ହେବା। ମୁଁ ଠିକ ଅଛି, ଭିତରକୁ ଆସନ୍ତୁ। ମୁଁ ମ୍ୟାମଙ୍କ ପାଇଁ ଗୋଟେ ଚେୟାର ଆଣି ମୋ ଟେବୁଲ ପାଖରେ ଆଣି ପକାଇଲି। ଆଇ ମାମୁଁ ଘରେ କେହି ଲୋକ ନଥିବାରୁ ବାପା ବେଳୁ 5 ଦିନ ଆଇଛନ୍ତି। ଘରେ କେବଳ ମୁଁ ଥିଲି। ତାପରେ ନୁମାଧାମଙ୍କୁ ଚେୟାରରେ ବସେଇ ପାଖ ଦୋକାନରୁ ଗୋଟେ ଏକ ଆଣି ପିଇବାକୁ ଦେଲି। ଆଉ ଦୁହେଁ ବସି କଥା ହେଲୁ। ସେ ଆଉ ଆୟୁଷ ଏବେ କଣ ସବୁ ଚାଲିଛି ତ? ଡିଟି ମୁଁ ସେମିତି କିଛି ଖାସ ନାହିଁ। ଗ୍ରାଜୁଏସନ ସରିଛି। ଏବେ ଗୋଟେ ଜବ ପାଇଁ ତୟାର ହେଉଛି। ସେ ହଉ ସେ ସବୁ ଛାଡ଼, ଜୀବନରେ ତ ଏ ସବୁ କରିବାକୁ ହିଁ ପଡ଼ିବ। ମୁଁ ହେଲେ ଆପଣ ହଠାତ୍ ମୋ ପାଖରେ? ସେ ଆଗକୁ ସରସ୍ୱତୀ ପୂଜା ଆସୁଛି, ଆଉ ତୁ ତ ସ୍କୁଲ ସମୟରେ ଭଲ ସାଜସଜ୍ଜା କରୁଥିଲୁ। ଏବେ ଯେତେ ସବୁ ନୂଆ ପିଲା ଅଛନ୍ତି ସେମାନଙ୍କ ହାତରେ ଖଡ଼ା ବି ସିଝିବନି। ସେଥିପାଇଁ ତୁ ତଗାରେ ଅଛୁ, ଟିକେ ଯାଇ ମେଢ଼ ସଜାଇବାରେ ସାହାଯ୍ୟ କଲେ ବହୁତ ଭଲ ହୁଅନ୍ତା। ମୁଁ କଣ ମ୍ୟାମ ଏ ସବୁ କରିବାରେ ମୁଁ କଣ ମନା କରିପାରିବି? ନିଶ୍ଚୟ କରିବି। ଏଥର ସବୁ ସ୍କୁଲ ଠାରୁ ଆମ ହାଇ ସ୍କୁଲ ମେଢ଼ ଭଲ ହେବ। ସେ ହଉ ତାହେଲେ ମୁଁ ଆସୁଛି। ମୁଁ ହେଲେ ମ୍ୟାମ ଆପଣ ଚାଲି ଆସିଥିଲେ ଯେ ସାର କୁଆଡ଼େ ଯାଇଛନ୍ତି? ସେ ଆଉ ନାହାନ୍ତି। 2 ବର୍ଷ ହେଲା ଗୋଟେ ବାଇକ ଆକ୍ସିଡେଣ୍ଟରେ ମରିଯାଇଛନ୍ତି। କାନ୍ଦି କାନ୍ଦି ମୁଁ ଡହ ଗଡ଼ର। ତାହେଲେ ଏବେ ଆପଣ ଏକା ବଞ୍ଚିବା ବହୁତ କଷ୍ଟ ହେଉଥିବ। ସେ ହମ ସେ କଥା ଭାବିଲେ ଆଉ କଣ ଲାଭ ହେବ? ଯାହା ହବାର ଥିଲା ତାହା ହେଇଗଲା। ଏତିକି କହି ସେ ମୋ ହାତ ଧରି କାନ୍ଦିବାକୁ ଲାଗିଲେ। ମୁଁ ମନେ ମନେ ଭାବୁଥାଏ ବିନା ଯୌନ ସୁଖରେ ସେ କେମିତି ରହୁଥିବେ। ମୁଁ ବି ତାଙ୍କ ଇମୋସନ ଦେଖ ତାଙ୍କୁ ସାନ୍ତ୍ୱନା ଦେଲି। ଆଉ ହଲକା ତାଙ୍କୁ ଜାବୁଡ଼ି ଧରି କହିଲି, ସ୍କିଜ ମ୍ୟାମ୍, ସେମିତି କାନ୍ଦ ନାହିଁ। ମୁଁ ଆପଣଙ୍କର କଣ କେହି ନୁହେଁ। ଆପଣଙ୍କର ଯାହା ଦରକାର ହେବ ମୋତେ କହିବ, ମୁଁ ସବୁ ସାହାଯ୍ୟ କରିବି। ସେ କହିଲେ, ସବୁ କରିପାରିବୁ, କିନ୍ତୁ ମୋର ଅନ୍ତର ଦୁଃଖ ତୁ ବୁଝିପାରିବୁନି। ସେ ଖୋଲି କରି ନ କହିଲେ ମଧ୍ୟ ମୁଁ ପୁରା ବୁଝିଗଲି। ମ୍ୟାମଙ୍କୁ ବାଣ୍ଡର ଶକ୍ତ ପାହାର ଦରକାର। ମୁଁ ଆଉ ବିଳମ୍ବ ନ କରି ତାଙ୍କୁ ଜୋରେ କୁଣ୍ଡେଇ ଧରିଲି ଆଉ ମୋ ମୁଣ୍ଡ ନେଇ ତାଙ୍କ ବେକ ଉପରେ ଲଗେଇ ରଖିଲି। ବିନା ଗିହଣାରେ 2 ବର୍ଷ ରହିବା କେତେ ଯେ କଷ୍ଟକର ସେଦିନ ସେ ମୋତେ ଜଣାଇ ଦେଲେ। ତାଙ୍କ ଦେହ ଯୌବନ ଜ୍ୱାଳାରେ ଗରମ ହୋଇ ଉଠୁଥାଏ। ମୋତେ ତାଙ୍କର ଦେହର ତାତି ବଢ଼ିବା ଅନୁଭବ ହେଲା। ସେ ବି ମୋତେ କିଛି ନ କହି କୁଣ୍ଡାଇ ଧରିଥିଲେ। ସେ ଧୀରେ ଧୀରେ ମୋ କାନ୍ଧକୁ ଓଠରେ ସ୍ପର୍ଶ କରିବାର ଅନୁଭବ କଲି। ଆଉ ତାଙ୍କ ପିଠି ବ୍ଲାଉଜ ଉପରେ ତାଙ୍କ ବ୍ରା ହୁକୁଥିଲେ। ମୁଁ ବି କାମନାର ଜ୍ୱାଳାରେ ଗରମ ହୋଇ ଉଠିଲି। ମୋ ବାଣ୍ଡ ପ୍ୟାଣ୍ଟ ଉପରକୁ ଉଠି ମ୍ୟାମଙ୍କ ଶାଢ଼ୀରେ କଚ କରୁଥାଏ। ଏ କିଛି ସମୟର ନୀରବରେ ଆମେ ଦୁହେଁ କାମନାର ଚରମ ସୀମାରେ ପହଞ୍ଚି ଯାଇଥିଲୁ। ରେଖା ଦିଦି ଅସମ୍ଭାଳ ହୋଇ ପ୍ୟାଣ୍ଟ ଉପରୁ ମୋ ବାଣ୍ଡକୁ ଘଷିବାକୁ ଲାଗିଲେ। ଆଉ ମୁଁ ବିଟ ତାଙ୍କ ଅଣ୍ଟା ଓ ପେଟକୁ ଚିପି ପକେଇଲି। ତାଙ୍କ ଦୁଧରେ ହାତ ପକେଇବାକୁ ମୋର ସାହସ ହେଉଥାଏ। ସେ ସେମିତି ମୋ ବାଣ୍ଡକୁ ଘଷୁଥାନ୍ତି ଆଉ ମୁଁ ତାଙ୍କ ଗାଲ ଆଉ ବେକ ସାରା କିସ୍ କରି ଚାଲିଥିଲି। ସେମିତି 8 ବୁଜି ଆମେ ମୋର ଶୋଇବା ଖଟ ଉପରେ ଗଡ଼ିଗଲୁ। ସେ ତାଙ୍କ ପଣତ ଖସାଇ ଲୁଗା ଖୋଲିଲେ ଆଉ ବ୍ଲାଉଜ ବୋତାମ ଖୋଲି ଦେଲେ। ତାଙ୍କର ଅମୃତ ଭଣ୍ଡା ଭଳି ଦୁଧ ଦେଖ ମୁଁ ପାଗଳ ହେଇଗଲି। ଆଉ କେଉଁ ପଟୁ ଖାଇବି ଭାବିଲି। ଗୋଟେ ଧଳା ବ୍ରା ଆଉ ପେଟ ମଝିରେ ଦୁଇଚି ହାତ ଦେଖ ମୁଁ କହିବା ପାଇଁ ପାଗଳ ହେଇଗଲି। ଆଇ ମ୍ୟାମଙ୍କ ଶାଢ଼ୀ ଖୋଲି ଅନେକ କିସ୍ କରାଉ ପେଟ ହେଇଥିବା ଗଭୀର ନାହିରେ ଜୀବ ମାରି ଚାଟିଲି। ସେ ବି ସେକ୍ସ ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ ଆଉ ହାଟ ହେଇ ଅସହ୍ୟତ ହେଉଥିଲେ। ମୁଁ ଆଉ ନିଜକୁ କଣ୍ଟ୍ରୋଲରେ
ରଖ ପାରିଲିନି। ତାଙ୍କର ବ୍ରା ଆଉ ଚଡି ଖୋଲି ପୁରା ଉଲଗ୍ନ କରି ଦେଖିଲି ବିଆ ଚାରିପଟେ ବାଳରେ ପରିପୂର୍ଣ୍ଣ। ଏମିତିରେ କାଖରେ ଥିବା ମେଞ୍ଚାଏ ବାଳ ଦେଖ କେହି ବି ନିଜକୁ ଆୟତ୍ତ କରିପାରିବେନି। ବିଆରୁ କିଛି ଲାଳସ ବାହାରି ବିଆ ବାଳ ଓଦା ହେଇଯାଇଥିବ। ମ୍ୟାମଙ୍କ 2 କିଲିଆ ଦୁଧକୁ ଚିପି ଚିପି ଖାଇଗଲି ଆଉ ବିଆରେ ଗୋଟେ ଆଙ୍ଗୁଠି ମାରି ତାର ଗଠନ କେମିତି ହୋଇଛି ଅନୁଭବ କରୁଥିଲି। ରେଖା ଦିଦି ଆଉ ରହି ନପାରି ମୋତେ ଚିଲେଇ କହିଲେ, ଯକ୍ତି ତୁମର ସେଇଟା ପୁରାଇ ଦିଅ ନା। ମୁଁ ତାଙ୍କ ଉପରେ ଶୋଇ ଦୁଧ ବୁଣ୍ଡିକୁ ଖାଇବାକୁ ଲାଗିଲି ଆଉ ବାଣ୍ଡକୁ ତାଙ୍କ ବିଆ ଭିତରେ ପୁରେଇଲି। ପଚକିନା ଭିତରେ ପଶି ତାଙ୍କ ସେଣ୍ଟିରେ ବାଜିଲା। ସେ ଆଗ ହେଇ ଚିଲେଇ ଥରି ଉଠିଲେ ଆଉ ମୋତେ ଖୁସିରେ ଜାବୁଡ଼ି ଧରି ଓଠକୁ କାମୁଡ଼ି ଦେଲେ। କିଛି ସମୟ ତାଙ୍କ ଉପରେ ଶୋଇ ଗେହିବା ପରେ ମୁଁ ଥକି ଯାଇ କହିଲି, ଏବେ ତମେ ମୋ ଉପରେ ଶୋଇକି ଗିଅ। ମୁଁ ବାଣ୍ଡକୁ ଉପର କରି ଶୋଇଲି ଆଉ ସେ ମୋ ବାଣ୍ଡ ଉପରେ ବସ ଉଠ ହେଲେ। ସେ ତାଙ୍କ ଦୁଧକୁ ନିଜେ ଚିପି ଚିପି ଦଳି ଦେଉଥିଲେ ଆଉ ମୁଁ ତାଙ୍କ ଗାଣ୍ଡିକୁ ଧରି ତଳ ଉପର କରୁଥିଲି। ଲଗାତାର ଅଧଘଣ୍ଟା ଗେହିବା ଭିତରେ ସେ 3 ଥର ପାଣି ଛାଡ଼ି ବାଣ୍ଡକୁ ଭିତରେ ଭିତରେ ଗରମ କରୁଥିଲେ। ତଥାପି ସେ ଯୌବନର ଇଚ୍ଛାରେ ଉଟ ହେଇ ଗେହି ଚାଲିଥିଲେ। ଘର ଭିତରଟା ପଛ ପଛ ଶବ୍ଦରେ କମ୍ପି ଉଠୁଥିଲା। ଏବେ ମୋର ବାହାରିବା ସମୟ ହେଲା ଆଉ ବୀର୍ଯ୍ୟ ବାହାରି ଭିତରେ ରହିଲା। ରେଖା ଦିଦି ଜାଣିପାରି ସଙ୍ଗେ ସଙ୍ଗେ ମୋ ଗୋଡ଼ ଉପରେ ବସି ବାଣ୍ଡକୁ ଚାଟି ସଫା କରିବାକୁ ଲାଗିଲେ। ଏ ଭିତରେ ଆଉ ଥରେ ମୋ ବାଣ୍ଡ କିଆ ହେଇ ଉଠ ହେଲା। ପୁଣି ଥରେ ଆମେ ଗେହିବା ଷ୍ଟାର୍ଟ କରିଲୁ। ରେଖା ଦିଦି ମୋତେ ଏମିତି କରଲ ସେମିତି କର କହି ନୂଆ ନୂଆ କହିଲେ ଆଉ ମୁଁ ଗେହି ଚାଲିଲି। ସେଦିନ ସେଇ 2 ଟ୍ରିପରେ ସମୟ 4ଟା 10 ହେଇଗଲା। ମୁଁ ଗୋଟେ ଗାମୁଛା ଦେଲି ଆଉ ସେ ବିଆ ପୋଛିଲେ। ସେ ତାଙ୍କ ଜିନିଷ ପିନ୍ଧି ମୋ ଓଠ ଆଉ ବାଣ୍ଡରେ ଗୋଟେ ଚୁମା ଦେଲେ ଆଉ କହିଲେ, ଆଜି ତମେ ମୋ ମନ କଥା ବୁଝିପାରିଲେ। ମୁଁ ବି କହିଲି, ଆଉ କେବେ ହେବ ଏମିତି? ସେ କହିଲା, ହମଦ ସମୟ ଦେଖ ଆସିବି। ଆଉ ସରସ୍ୱତୀ ପୂଜା କଥା ତୁମକୁ ଲାଗିଲା। ମୁଁ ହୋମ କହି ତାଙ୍କୁ ବାୟ କହିଲି। ସେ ବି ମୋତେ ବାୟ କହି ଚାଲିଗଲେ। ତାହେଲେ ସଙ୍ଗମାନେ ଏ ଥିଲା ମୋର ମାଙ୍କୁ ଗୁରୁ ଦକ୍ଷିଣା। ଯଦି ଏହାର ପାର୍ଟ 2 ଚାହାନ୍ତି ତାହେଲେ କମେଣ୍ଟ କରି ଶୀଘ୍ର ଜାଣନ୍ତୁ। ଏହାପରେ ମୁଁ ଜଣାଇବି ସରସ୍ୱତୀ ପୂଜାରେ କେମିତି ରେଖା ଦିଦିଙ୍କ ଶାଢ଼ୀ ଚିରିଦେଇ ଗେହିଲେ। ଭାବୁଛି এই କାହାଣୀ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।